ନମସ୍କାର। ଆଜି ଶନିବାର ଜାନୁଆରୀ 10 ତାରିଖର ଶୁଣିବା ରାଶିଫଳ। ମେଷ, ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଟେନସନ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ବନ୍ଧୁ ମିଳନରେ ବାକ୍ ଅସମଝତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବୃଷ, ତୃତୀୟାଧିପତି ଏକାଦଶ ଭାବକୁ ଦେଖୁଥିବାରୁ ଆବଶ୍ୟକ ସାହାଯ୍ୟ ସହଯୋଗ ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ନିଜ ପରିସରର ଆନୁଷ୍ଠାନିକ କାମରେ ଆପଣଙ୍କ ଅପବ୍ୟୟର ସୀମା ଟପି ଯାଇପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ମିଥୁନ, କର୍ମାଧିପତିଙ୍କୁ 4ଟି ଗ୍ରହ ଦେଖୁଥିବାରୁ ଏକାଧିକ କାମରେ ଅନୁପ୍ରବେଶର ସୂଚନା ରହିଛି। ବନ୍ଧୁମାନଙ୍କ ସହ ଆଲୋଚନା ସମୟରେ ଅନାବଶ୍ୟକ କଥା ନ କହିବା ଭଲ ହେବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବେ। ବ୍ୟବସାୟିକ କ୍ଷେତ୍ରରେ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍କଟ, ବୁଧ କ୍ଷେତ୍ରସ୍ଥ ଚନ୍ଦ୍ରଙ୍କ କୁପ୍ରଭାବରୁ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିବା ନାହିଁ। ଜମିଜମା ସମ୍ପର୍କୀୟ କଥା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଟକିଯିବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି। ସିଂହ, ଲାଭ ଭାବସ୍ଥ ଶୁଭଗ୍ରହ ପ୍ରଭାବରୁ ଆଜିର ଆଲୋଚନା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଶାରୀରିକ ସୁସ୍ଥତାରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ। ପାରିବାରିକ ଅସୁବିଧା ଓ ଅସଂଯମତା କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରେ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ବୁଝାମଣା ଠିକ୍ ରହିବ ଏବଂ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। କନ୍ୟା, ଆଜିର ଗ୍ରହସ୍ଥିତି ପ୍ରତ୍ୟେକ ଦୃଷ୍ଟିରୁ ଭଲ ରହିବାରୁ ଯାହା କରିବେ ସେଥିରେ ନିଶ୍ଚିତ ସଫଳ ପାଇବେ। କିନ୍ତୁ ଅର୍ଥ ସମ୍ପର୍କୀୟ ଆଲୋଚନା କିମ୍ବା ଦ୍ରବ୍ୟ ପ୍ରାପ୍ତିରେ ପ୍ରତିରୋଧ ସୃଷ୍ଟି ହୋଇପାରେ। ହସ୍ତା ନକ୍ଷତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜାଇ ଦେଇ ପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ତୁଳା, ଅନୁକୂଳ ଗ୍ରହସ୍ଥିତି ହେତୁ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟରେ ଆଶା ପୂରଣ ହେବାର ସୂଚନା ରହିଛି। ସମସ୍ୟାର ସମାଧାନ ଦିଗରେ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ବାହାରେ ଭ୍ରମଣ କରୁଥିବା ସାମାନ୍ୟ ଥଣ୍ଡାଜନିତ ସ୍ୱାସ୍ଥ୍ୟହାନି ଘଟିପାରେ। ଦ୍ରବ୍ୟ, ନୃତ୍ୟ ଓ ସଙ୍ଗୀତାଦି କ୍ଷେତ୍ରରେ ପ୍ରଶଂସା ହୋଇପାରନ୍ତି। ବିଛା, ମୁଖଭାବସ୍ଥ ଚତୁର୍ଗ୍ରହ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା କାରଣରୁ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ଶତ୍ରୁମାନେ ମଧ୍ୟ ପ୍ରଶଂସା କରିବେ। ସ୍ୱାସ୍ଥ୍ୟ, ଲୋକସମ୍ପର୍କ, ସାହିତ୍ୟ, ସାମ୍ବାଦିକତା, ରାଜନୀତି ତଥା ପ୍ରଶାସନ କ୍ଷେତ୍ରରେ ଭଲ ରହିବ। ଅନୁରାଧା ନକ୍ଷତ୍ର ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଧନୁ, ରାଶି ପ୍ରତି ଗୁରୁ ଓ ଶୁକ୍ରଙ୍କ ସମ୍ପର୍କରୁ ଧର୍ମକାର୍ଯ୍ୟ, ନୂତନ ପ୍ରକଳ୍ପ, ଆନୁଷ୍ଠାନିକ କାମରେ ବ୍ୟୟ କରିପାରନ୍ତି। ଶୁଭ ଖବରରୁ ଦିନଟି ଖୁସିରେ ଅତିବାହିତ ହେବ। ନିୟନ୍ତ୍ରିତ ସ୍ୱାସ୍ଥ୍ୟ, ପାରିବାରିକ ସୌହାର୍ଦ୍ଦ୍ୟରୁ ଖୁସି ରହିବେ। ବନ୍ଧୁଙ୍କ ପ୍ରତାରଣା ଓ ପରୋକ୍ଷ ଶତ୍ରୁତାରୁ ମନସ୍ତାପ କରିବେ। ବାଣିଜ୍ୟ ପରିବହନ ସ୍ଥିତି ମଧ୍ୟମ ପ୍ରକାରର ରହିବ।
ମକର ସପ୍ତମାଧିପତି ଭାଗ୍ୟସ୍ଥ ଯୋଗୁଁ ଆଜିର ଯାତ୍ରା ବାଣିଜ୍ୟ ପ୍ରତିଯୋଗିତାରୁ ଶୁଭ ଫଳ ପାଇବେ। ଅନ୍ୟକୁ ସୁହାଇଲା ଭଳି ବାକ୍ୟାଳାପ କରି ସହଜରେ ଆପଣେଇ ନେବେ। ଅଯାଚିତ ଭାବରେ ଅର୍ଥ, ସମ୍ମାନ ଓ ବନ୍ଧୁଙ୍କ ଆଦର ଅଭ୍ୟର୍ଥନା ମଧ୍ୟ ପାଇପାରନ୍ତି, କିନ୍ତୁ ସାମୟିକ ଭାବରେ ଦାୟିତ୍ୱପୂର୍ଣ୍ଣ କାମଟିକୁ ପାର୍ଶ୍ୱରେ ଆଲୋଚିତ ହୋଇପାରନ୍ତି। କୁମ୍ଭ ଏକାଦଶସ୍ଥ ଗ୍ରହମାନେ ମଧ୍ୟ ଉଚ୍ଚ ସମ୍ମାନ ଆନୁଷ୍ଠାନିକ କାମରେ ସମ୍ବର୍ଦ୍ଧିତ କରିପାରନ୍ତି। ପୁନଶ୍ଚ ପ୍ରତିଷ୍ଠା ଅର୍ଜନ କରିପାରନ୍ତି, କିନ୍ତୁ କଠିନ ପରିଶ୍ରମ ଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ଶିଳ୍ପ ବାଣିଜ୍ୟ ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବା ସହ ମାଙ୍ଗଳିକ କାମରେ ପ୍ରସ୍ତୁତିର ଆଲୋଚନା କରିପାରନ୍ତି। ମୀନ ଆଜି 6ଟି ଗ୍ରହ କେନ୍ଦ୍ରସ୍ଥଳରେ ଅବସ୍ଥାନ କରୁଥିବାରୁ ପ୍ରତି କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଏବଂ ବୈଷୟିକ ଅଭିବୃଦ୍ଧିରୁ ଖୁସି ରହିବେ, କିନ୍ତୁ ଭାତୃ ସମ୍ପର୍କର ନ୍ୟୁନତା ପଡ଼ୋଶୀଙ୍କ କୁତ୍ସାରଟନ ସହ ସ୍ୱାସ୍ଥ୍ୟହାନିରୁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ବାକ୍ ବିତଣ୍ଡା ଜନିତ ଟେନସନ ବଢିପାରେ। ନମସ୍କାର, ଜୟ ଜଗନ୍ନାଥ। ଆଜି ସ୍ୱାସ୍ଥ୍ୟଟା ଟିକେ ଭଲ ନଥିଲା, ସେଥିପାଇଁ ଭିଡ଼ିଓଟା ଭଲ ଲାଗି ନପାରେ, ସେଥିପାଇଁ ବହୁତ ବହୁତ ଦୁଃଖିତ।